ଯିଏ ଗୋଟିଏ ସମୟରେ ଆପଣଙ୍କ ଜୀବନର ସବୁଠୁ ଜରୁରୀ ଲୋକ ଥିଲେ। ପ୍ରତ୍ୟେକଟି ଛୋଟ ବଡ଼ କଥା ଆପଣଙ୍କ ସହିତ ସେୟାର କରୁଥିଲେ। ପ୍ରତ୍ୟେକଟି ଅସୁବିଧାରେ ପାଖରେ ରହିଥିଲେ। ପୁଣି ଅଚାନକ ଗୋଟିଏ ଦିନ ସେ ଶାନ୍ତ ହେଇଗଲେ। ନା କୌଣସି ଝଗଡ଼ା, ନା କୌଣସି କାନ୍ଦିବା, ଦୁଃଖ କରିବା, ଅଭିଯୋଗ କରିବା, ବାସ୍ ଏକ ଅଲଗା ପ୍ରକାରର ଦୂରତା ଯାହା ଧୀରେ ଧୀରେ ବଢିବାକୁ ଲାଗିଲା। ଆପଣ ଚିନ୍ତା କରୁଛନ୍ତି କି ସେ ଥକି ଯାଇଥିବେ, ହୁଏତ ତା ଜୀବନରେ କିଛି ଅସୁବିଧା ଚାଲିଥିବ, କିନ୍ତୁ ଆପଣଙ୍କୁ ଜଣା ନଥିଲା ସେ ଭିତରୁ ଏକ ବହୁତ ବଡ଼, ବହୁତ କଷ୍ଟକର ନିଷ୍ପତ୍ତି ନେଇ ଯାଇଥିଲେ। ହୁଏତ ଆପଣଙ୍କଠୁ ସମସ୍ତ ଆଶା ଛାଡ଼ି ଦେଇଥିଲେ, ଚୁପଚାପ, ବିନା କାହାକୁ କିଛି ନ କହିକି, କୌଣସି କିଛି ଶବ୍ଦ ନ କରିକି। ଏବଂ ଏଇ ହିଁ ସେଇ କ୍ଷଣ ହେଇଥାଏ ଯାହା ସବୁଠୁ ଅଧିକ କଷ୍ଟ ଦେଇଥାଏ। ଯେଉଁ ମଣିଷ ପାଟି କରିଥାଏ, ଚିଲେଇ ଥାଏ, ଅଭିଯୋଗ କରିଥାଏ, ସେ ଏବେ ମଧ୍ୟ କୌଣସି ନା କୌଣସି ବନ୍ଧନରେ ଆପଣଙ୍କ ସହିତ ବାନ୍ଧି ହେଇକି ଅଛନ୍ତି। କିନ୍ତୁ ଯେଉଁ ମଣିଷଟି ଚୁପ୍ ହେଇଯାଇଛି, ସେ ତା ମନ ଭିତରୁ, ଆତ୍ମାରୁ ସମ୍ପୂର୍ଣ୍ଣ ରୂପେ ଚାଲି ଯାଇଛନ୍ତି। ଅଥଚ ଅଧିକାଂଶ କ୍ଷେତ୍ରରେ ଆମେ ନୀରବତାକୁ ସବୁ କିଛି ଠିକ୍ ହେଇଗଲା ଭାବିଥାଉ, କିନ୍ତୁ ପ୍ରକୃତରେ ଯେ ସବୁଠୁ ଗହୀର, ସବୁଠୁ କଷ୍ଟକର ଚିହ୍ନ ହୋଇଥାଏ। ଆଜି ଆମର এই ଭିଡିଓ କେବଳ ସେଇ ଲୋକଙ୍କ ପାଇଁ ଯେ କୌଣସି କିଛି ନ କହିକି, କୌଣସି କିଛି ଅଭିଯୋଗ ନ କରିକି ଚୁପଚାପ ସମସ୍ତଙ୍କଠୁ ଆଶା ଛାଡ଼ି ଦିଅନ୍ତି। ଭିଡିଓଟିକୁ ଥରେ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ। ଏଥିରେ କୋଉଠି ନା କୋଉଠି ତ ଆପଣଙ୍କର ବି କାହାଣୀ ଯୋଡ଼ି ହୋଇକି ରହିଛି। ସବୁଠୁ ପ୍ରଥମେ ଏଇଟାକୁ ବୁଝିବା ଜରୁରୀ କି ଏ ଲୋକ ହୁଅନ୍ତି କିଏ। ଏ ସେଇ ଲୋକ ନୁହନ୍ତି କି ଯେ ବହୁତ ଛୋଟ ଛୋଟ କଥାରେ ହାର ସ୍ୱୀକାର କରିନିଅନ୍ତି। ସେ ଲୋକ ହୋଇଥାନ୍ତି କି ଯେ ସବୁଠୁ ଅଧିକ ଚେଷ୍ଟା କରିଥାନ୍ତି। ବାରମ୍ବାର ଥକି ହାରିକି ପଡ଼ି ଉଠିକି ପୁନରାୟ ଚେଷ୍ଟା କରନ୍ତି। ବହୁତ ଅନୁଭବ କରନ୍ତି, ବହୁତ ଗଭୀରରୁ ଅନୁଭବ କରିପାରୁଥିବା ଲୋକ ଏମାନେ। ଆଉ ଯେବେ ବି କୌଣସି ସମ୍ପର୍କରେ ଜଡ଼ିତ ହୁଅନ୍ତି, ସେ ବନ୍ଧୁତା ହେଉ, ପରିବାର ହୁଅନ୍ତୁ ବା ନିକଟ ସମ୍ପର୍କୀୟ ହୋଇଥାନ୍ତୁ, ଏ ସମ୍ପୂର୍ଣ୍ଣ ରୂପେ ନିଃସ୍ୱାର୍ଥ ଭଲ ପାଇଥାନ୍ତି। ତାଙ୍କ ପାଇଁ ଯେ ସମ୍ପର୍କ ଏକ ଦାୟିତ୍ୱ ହୋଇଥାଏ। ନିକଟ ଲୋକଙ୍କର କଷ୍ଟ ଦେଖିଲେ ଏମାନଙ୍କ ଆଖିରୁ ଲୁହ ଆସିଯାଏ। କଷ୍ଟ ଦେଖିଲେ ରାତିରେ ନିଦ ହଜିଯାଏ। ଆଉ ପ୍ରିୟଜନଙ୍କର ଖୁସିକୁ ନିଜ ଖୁସିଠୁ ଅଧିକ ମାନି ନିଅନ୍ତି। ତେଣୁ ଏଇ ଖୁସି ହିଁ ତାଙ୍କର ସବୁଠୁ ବଡ଼ ଦୁଃଖ ବନି ଯାଇଥାଏ। କାହିଁକିନା ସିଏ ଯେବେ ଏତେ କିଛି ଦେଇଥାନ୍ତି, ବଦଳରେ ତାଙ୍କୁ ସେତିକି ମିଳିନଥାଏ, ତେବେ ସେ ଭାଙ୍ଗି ଯାଆନ୍ତି। ତଥା ଏ ଭଙ୍ଗୁରତା କାହାକୁ ଦେଖାଯାଇ ନଥାଏ। କାହିଁକିନା ବାହାର ତ ବିଲକୁଲ ଠିକ୍ ଦେଖାଯାଉଥାନ୍ତି, ହସୁଥିବେ, କାମ କରୁଥିବେ, ଲୋକମାନଙ୍କ ସହିତ ମିଶୁଥିବେ, କିନ୍ତୁ ଭିତରୁ ଏକ ବହୁତ ବଡ଼ ପାଚେରୀ ଛିଡ଼ା ହୋଇଯାଇଥାଏ। ଏବେ ପ୍ରଶ୍ନ ହୋଇଥାଏ କି ପ୍ରାଚୀର ବନିଥାଏ କେମିତି? ଇଏ କୌଣସି ଗୋଟିଏ ଦିନରେ ବନି ଯାଇ ନଥାଏ। ଇଏ ବହୁତ ଲମ୍ବା ଏବଂ କ୍ଳାନ୍ତିକର ପଦ୍ଧତି ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ଯେବେ କେହି କାହାକୁ କଷ୍ଟ ଦିଅନ୍ତି, ସେ ପ୍ରଥମେ କ୍ଷମା କରିଦିଅନ୍ତି। ପ୍ରଥମେ ଅନୁଭୂତ ହୁଏ କି ସେ ହୁଏତ ଏଟା ଜାଣି ବୁଝିକି କରୁନାହାନ୍ତି, ହୁଏତ କୌଣସି ଅସୁବିଧାରେ କରୁଛନ୍ତି, ବା ହୁଏତ ବୁଝିପାରୁନାହାନ୍ତି। ତେଣୁ ପ୍ରାରମ୍ଭିକ ଅବସ୍ଥାରେ ସେ ନିଜର କଷ୍ଟକୁ ସମ୍ଭାଳି ନେଇଥାନ୍ତି, ଆଗକୁ ବଢିଯାଆନ୍ତି। କିଛି ସମୟ ପରେ ନିଜ ମନକୁ ବୁଝେଇକି ଆଉ ଥରେ ପ୍ରତ୍ୟାଶା ବି ଲଗାନ୍ତି, ହେଲେ ପୁଣି ଆହୁରି କଷ୍ଟ, ପୁଣି କ୍ଷମା କରିଦିଅନ୍ତି। ଏ ଚକ୍ର ଏହି ପ୍ରକାର ଲଗାତାର କିଛି ଦିନ ପର୍ଯ୍ୟନ୍ତ ଚାଲେ। ଥରେ, 2 ଥର, 10 ଥର, 20 ଥର। ପୁଣି ଗୋଟିଏ ପର୍ଯ୍ୟାୟରେ କୌଣସି ଏକ ଛୋଟ ମୋଟ କଥା ଘଟିଯାଏ। କୌଣସି ବଡ଼ ଘଟଣା ନୁହଁ, ବାସ୍ ଏଇ ଛୋଟ କଥାରେ କି ପୁରା ବନ୍ଧ ଭାଙ୍ଗିଯାଏ, ଯାହା ଆଜି ପର୍ଯ୍ୟନ୍ତ ସହନ କରି ଆସୁଥିଲେ। ସେଇ ପରଠୁ ସେ ମଣିଷ ତ ସମାନ ରହିଥାନ୍ତି, ସେଇ ମୁଖମଣ୍ଡଳ, ସେଇ ଶବ୍ଦ, ସେଇ କଥା, କିନ୍ତୁ ଭିତରୁ ଏଇ କିଛି ଅଲଗା ହୋଇଯାଇଥାଏ। ନିର୍ଣ୍ଣୟ ବଦଳି ଯାଇଥାଏ। ନାହିଁ ଏବେ ଆଉ ନୁହଁ। ଏକ ଗବେଷଣାରୁ ଯାହା ପ୍ରମାଣ ମିଳିଛି, ଯେଉଁ ଲୋକ ବାରମ୍ବାର କୌଣସି ନା କୌଣସି ମାନସିକ ସମସ୍ୟା ମଧ୍ୟ ଦେଇକି ଗତି କରନ୍ତି, ତଥା ଯାହାଙ୍କୁ ଲଗାତାର ଅନୁଭବ ହୁଏ କି ତାଙ୍କ ଭାବନା ଗୁଡ଼ିକୁ କେହି ଗୁରୁତ୍ୱ ଦେଉନାହାନ୍ତି, ତେବେ ତାଙ୍କର ଦିମାଗ ଯେ ଏକ ଖାସ୍ ପ୍ୟାଟର୍ନକୁ ଆପଣେଇ ନେଇଥାଏ, ଯାହା କୁହାଯାଇଥାଏ ଲର୍ନ ହେଲ୍ପନେସ୍। ଏଥିରେ ସେ ଲୋକଙ୍କର ଦିମାଗ ଏଇଟା ମାନି ନେଇଥାଏ ଯେ ଯେତେ ବି ପ୍ରଚେଷ୍ଟା କରିନିଏ, ଯେତେ ବି କାହାକୁ ଦିଏ, ହେଲେ କେବେ ପରିସ୍ଥିତି ବଦଳିଯିବନି, କେବେ ମଣିଷ ବଦଳିଯିବନି। ଆଉ ଯେତେବେଳେ ଏତିକି ବିଶ୍ୱାସ କାହା ହୃଦୟରେ ବସି ଯାଇଥାଏ, ତେବେ ସେ ସମସ୍ତଙ୍କଠୁ ପ୍ରତ୍ୟାଶା ଛାଡ଼ି ଦେଇଥାଏ, ଅଯଥା ପ୍ରଚେଷ୍ଟା କରିବା ବନ୍ଦ କରିଦେଇଥାଏ, କୌଣସି କିଛି ଅଭିଯୋଗ କରିବା ବନ୍ଦ କରିଦେଇଥାଏ, କିନ୍ତୁ ଚୁପଚାପ ପଛକୁ ହଟି ଯାଇଥାଏ। ତେବେ ଏ କୌଣସି କମଜୋରି ନୁହଁ, ସେ କଷ୍ଟର ଯେ ଏକ ସ୍ୱାଭାବିକ ପରିଣାମ ହୋଇଥାଏ, ଯୋଉଟାକି ବାରମ୍ବାର ଅଣଦେଖା କରିବାର ପରିଣାମ ହୋଇଥାଏ। ତଥା ଏ ଲୋକଙ୍କର ଆହୁରି ଏକ ଗଭୀର ବିଶେଷତା ରହିଥାଏ,
ଏ କୌଣସି କଳି ହୁଏ କିମ୍ବା ପାଟିତୁଣ୍ଡ ଠାରୁ ଦୂରେଇ ରୁହନ୍ତି। ହୁଏତ ବହୁତ ଲୋକ ଏମାନଙ୍କୁ ଭୁଲ ବୁଝିପାରନ୍ତି, ଭାବିପାରନ୍ତି କି ଏ ବହୁତ ଡରୁଛି, ଦୁର୍ବଳ ଅଛି, ତେବେ ଆକୁ କିଛି କଥାରେ ଗୁରୁତ୍ୱ ନାହିଁ। କିନ୍ତୁ ବାସ୍ତବିକତା ବିଲକୁଲ ଓଲଟା ହୋଇଥାଏ। ଏଇଥିପାଇଁ କିଛି କୁହନ୍ତିନି କି ଏ ବହୁତ ବୁଦ୍ଧିମାନ ହୋଇଥାନ୍ତି। ସେ ଦେଖିଛନ୍ତି, ଅନୁଭବ କରିଛନ୍ତି, ଶେଷରେ ଏଇଟା ସିଦ୍ଧାନ୍ତ ନେଇଛନ୍ତି ଯେ କିଛି ସମ୍ପର୍କ ଆପଣ ଯେତେ ବି କୁହନ୍ତୁ କେବେ ବଦଳି ନଥାଏ। ତାଙ୍କର ଏ ନୀରବତା ହୋଇଥାଏ ଥକାପଣର ସଂକେତ, ସେ ପ୍ରଚେଷ୍ଟାର ଥକାପଣ, ଯାହା ସେ ଏତେ ଦିନ କରି ଆସୁଥିଲେ ଆଉ ଯାହାର କୌଣସି ନିଷ୍କର୍ଷ ହୋଇପାରିଲାନି। ତଥାପି ଯେବେ ଚୁପ୍ ହେଇଯାନ୍ତି ଯାଇକି ଅପର ପ୍ରାନ୍ତର ଲୋକ ଅନୁଭବ କରିପାରନ୍ତି। ନହେଲେ ଯେ ପର୍ଯ୍ୟନ୍ତ କହିବା ଜାରି ରଖିଥିଲେ, ଅଭିଯୋଗ ଜାରି ରଖିଥିଲେ, ସେ ପର୍ଯ୍ୟନ୍ତ କେହି ଧ୍ୟାନ ଦେଉନଥିଲେ। କିନ୍ତୁ ଯେମିତି ହିଁ ଧ୍ୟାନ ଫେରେଇ ନେଲେ ଅନ୍ୟକୁ ଅନୁଭବ ହେଲା କି କିଛି ଅସୁବିଧା ହେଇଛି। ମନୋବିଜ୍ଞାନର ଇଏ ବହୁତ ଆକର୍ଷଣୀୟ ଅଂଶ ହେଇଥାଏ। ଆମେ ସେତିକି ବେଳେ ହିଁ କିଛି ଜିନିଷର ମୂଲ୍ୟ ବୁଝିପାରୁ ଯେବେ ସିଏ ଆମ ହାତ ପାହାନ୍ତାରୁ ଦୂରେଇ ଯାଏ। କିନ୍ତୁ ଏହାର ବି ଏକ କଷ୍ଟକର ମୂଲ୍ୟ ରହିଥାଏ। ଯେବେ କୌଣସି ଲୋକ ବାରମ୍ବାର ଏମିତି କରୁଥାଏ, ଗୋଟିଏ ସମ୍ପର୍କରୁ ପ୍ରତ୍ୟାଶା ଛାଡ଼ିଲେ ପୁଣି ଦ୍ୱିତୀୟ ଜାଗାରେ, ପୁଣି ଆଉ ଗୋଟିଏ ତୃତୀୟ ଜାଗାରେ, ଧୀରେ ଧୀରେ କିଏ ତାଙ୍କର ଅଭ୍ୟାସ ନୁହେଁ ତାଙ୍କର ପରିଚୟ ବନି ଯାଇଥାଏ। ସେଥିରେ ପ୍ରତ୍ୟେକଟି ନୂତନ ସମ୍ପର୍କକୁ ମଧ୍ୟ ଏମିତି ନଜରରେ ଦେଖିବାକୁ ଲାଗେ ଆଉ କାହାକୁ ବିଶ୍ୱାସ କରିବାଟା ବହୁତ କଷ୍ଟ ହେଇଯାଏ। ଏବେ କିଏ ତାଙ୍କ ପାଇଁ କିଛି ଭଲ ବି କରୁଛନ୍ତି ତ ସିଏ ଚିନ୍ତା କରିଥାଏ କି ଆ ପଛରେ କିଛି କାରଣ ରହିନି ତ। କେହି ଯଦି ପ୍ରଶଂସା କରୁଛନ୍ତି ବି ତାକୁ ଲାଗିଥାଏ ସତ ହିଁ ନଥିବ। ନିଜକୁ ସମ୍ପୂର୍ଣ୍ଣ ରୂପେ ଖୋଲିବାକୁ ଦିଅନ୍ତିନି, କାରଣ ସେ ପୂର୍ବର କଥା ଗୁଡ଼ିକ ସବୁ ମନେ ପଡ଼ିଯାଉଥାଏ। ଏଥିରେ ସେ ଲୋକ ନିଜ ମନ ଭିତରେ ଏକ ଅଦୃଶ୍ୟ ପ୍ରାଚୀର ବନେଇ ନେଇଥାଏ, ଯାହା ଦେଖା ତ ଯାଇନଥାଏ, କିନ୍ତୁ ପ୍ରତ୍ୟେକଟି କର୍ମ, ପ୍ରତ୍ୟେକଟି ପରିସ୍ଥିତିରେ ମନକୁ କୋଉଠି ନା କୋଉଠି ବାଧା ଦେଇଥାଏ, ବାରଣ କରିଥାଏ। ଆଉ ସବୁଠୁ ଦୁଃଖର କଥା, ଏ ପ୍ରାଚୀର ପଛପଟରେ ଯେ ଏକ ବହୁତ ଭଲ ପାଇବା ସମ୍ପନ୍ନ, ଏକ ଗହୀରରୁ ଅନୁଭବ କରୁଥିବା ମନଟି ଲୁଚି ରହିଥାଏ, ଯେ ଆଜି ବି ଭିତରୁ ଆଉ ଥରେ ଯୋଡ଼ି ହେବାକୁ ଚାହୁଁଥାଏ, ଆଜି ବି ଭଲ ପାଇବା ଜାଣିଥାଏ, କେବଳ ଡର ତାକୁ ଅଟକେଇ ରଖିଥାଏ। ବାହାରୁ ଦେଖୁଥିବା ଲୋକଙ୍କୁ ହୁଏତ ବହୁତ ମଜବୁତ ଲାଗୁଥାଇପାରେ। ବାହାର ଲୋକ କୁହନ୍ତି କି ଦେଖ ଇଏ କେତେ ଶାନ୍ତ ରହିଛି, ୟାକୁ କିଛି ପ୍ରଭାବ ପଡୁନି। କିନ୍ତୁ ଇଏ ଶାନ୍ତି କୌଣସି ପ୍ରକୃତ ଶାନ୍ତି ହୋଇନଥାଏ। ଇଏ ସେ ଲୋକଙ୍କର ଏକ ଏମିତି ସ୍ଥାନ ହୋଇଥାଏ ଯୋଉଠି ସେ ନିଜକୁ ଏତେ ମୋଟେଇରେ ଏକ ପରଦା ଢାଙ୍କି ରଖିଥାଏ, କଷ୍ଟ ବି ଆଉ ଭିତର ପର୍ଯ୍ୟନ୍ତ ପହଞ୍ଚି ହିଁ ପାରିନଥାଏ। ତେଣୁ ଯେବେ କଷ୍ଟ ପହଞ୍ଚି ପାରିନଥାଏ, ଖୁସି ବି ଆଉ ସେତେ ଗହୀର ହୋଇନପାରେ। ଜୀବନ ତ ଜିଇଁ ଥାନ୍ତି, କିନ୍ତୁ ସେ ପୂର୍ଣ୍ଣତାର ସହିତ ନୁହଁ ଯାହାର ସେ ପ୍ରକୃତ ଅଧିକାରୀ। ଯଦି ଆପଣଙ୍କ ଜୀବନରେ ବି କେହି ଏମିତି ଜଣେ ଅଛନ୍ତି ଯେ ପ୍ରଥମରୁ ଆପଣଙ୍କୁ ସମସ୍ତ କଥା କହୁଥିଲେ, ଏବେ କେବଳ ଠିକ ଅଛି କହିକି ନୀରବ ହେଇଯାଉଛନ୍ତି, ତେବେ ନୀରବରେ ଟିକେ ବିବେଚନା କରନ୍ତୁ। ସେ ହୁଏତ ଆପଣଙ୍କୁ କିଛି ମାଗି ନାହାନ୍ତି, ଆପଣଙ୍କୁ କିଛି ଭର୍ତ୍ସନା ଦେଇନାହାନ୍ତି, କୌଣସି କିଛି ଅସୁବିଧା କରିନାହାନ୍ତି, ତେବେ ଏହାର ଅର୍ଥ ନୁହଁ କି ସବୁ କିଛି ଠିକ ରହିଛି। ତାଙ୍କର ଏଇ ନୀରବତା ହିଁ ସବୁଠୁ ବଡ ଡାକ ହୋଇଥାଏ, ଯୋଉଟା କି ବିନା ଶବ୍ଦରୁ ବାହାରିଥାଏ। ଆଉ ଯଦି ଆପଣ ସେ ଶବ୍ଦକୁ ଶୁଣି ପାରୁଛନ୍ତି, ହୁଏତ ଏବେ ବି ସମୟ ରହିଛି। ଆଉ ଯଦି ଆପଣ ସେଇ ଲୋକ କିଛି ଚୁପଚାପ ପଛକୁ ହଟି ଯାଉଛନ୍ତି, ବିନା କାହାକୁ କିଛି ନ କହିକି ବି ପ୍ରତ୍ୟାଶା ଛାଡ଼ି ଦେଇଛନ୍ତି, ତେବେ ଆପଣଙ୍କର ଇଏ ଗହୀରତା, ଇଏ ସମ୍ବେଦନଶୀଳତା, ଭାବନା ଗୁଡ଼ିକ ଏତେ ଗହୀରରୁ ଅନୁଭବ କରିବାର କ୍ଷମତା, ଇଏ ଆପଣଙ୍କର କୌଣସି ଦୁର୍ବଳତା ନୁହଁ, ଇଏ ଯେ ଆପଣଙ୍କର ସବୁଠୁ ମୂଲ୍ୟବାନ ଅଂଶ। ଦୁନିଆରେ ବହୁତ କମ ଲୋକ ଅଛନ୍ତି ଯେ ଗହୀରତାରୁ ଜିଇଥାନ୍ତି, କିନ୍ତୁ ଇଏ ବି ମନେ ରଖନ୍ତୁ କି ସବୁ ମଣିଷ ଏକାପରି ହୋଇନଥାନ୍ତି, ପ୍ରତ୍ୟେକଟି ସମ୍ପର୍କ ଏକାପରି ହୋଇନଥାଏ। କିଛି ଲୋକ ଅଛନ୍ତି ଯେ ଆପଣଙ୍କ ନୀରବତାକୁ ବି ବୁଝିପାରନ୍ତି, ଯେ ଆପଣଙ୍କୁ ସେଇ ପରଦା ଭିତରୁ ବି ଅନୁମାନ କରିବାକୁ ଚେଷ୍ଟା କରନ୍ତି। ତାଙ୍କ ସହିତ ଏ ଦୂରତା କରିବା କଥା ନୁହଁ ଯାହା ବାକି ଲୋକଙ୍କ ପାଇଁ ତିଆରି କରିଥିଲେ। କାହିଁକିନା ଯଦି ଆପଣ ସମସ୍ତଙ୍କୁ ଗୋଟିଏ ପ୍ରକାର ଭାବି ନେବେ, ତେବେ ଆପଣ ବି ସେଇ ଲୋକକୁ ହରେଇ ବସିବେ ଯେ ପ୍ରକୃତରେ ଆପଣଙ୍କର ଯୋଗ୍ୟ ଥିଲେ। ପ୍ରତ୍ୟାଶା ଛାଡ଼ିବା ତ କେବେ କେବେ ଜରୁରୀ ହୋଇଥାଏ, ଯେଉଁ ସମ୍ପର୍କ ଆପଣଙ୍କୁ ଭିତରୁ ଖାଲି କରିଦେଉଥିଲା। କିନ୍ତୁ ସବୁ ଜାଗାରୁ କି ସମସ୍ତଙ୍କଠୁ ପ୍ରତ୍ୟାଶା ଛାଡ଼ିଦେବା, ଏ ଆପଣଙ୍କୁ ସୁରକ୍ଷିତ ତ ରଖିବ, କିନ୍ତୁ ଏକୁଟିଆ ବି କରିଦେବ। ଏ ହଜାରେ ଭିଡ଼ ଭିତରେ ବି କେହି ଜଣେ ପରମ ମିତ୍ର ଅଛନ୍ତି, ଆପଣ ତାକୁ ଚିହ୍ନନ୍ତୁ। ଆଉ ଯଦି ଏକୁଟିଆରେ ଯିବାକୁ ଚାହୁଁଛନ୍ତି, ତ ସେଇ ପରମ ସଙ୍ଗୀକୁ ସଙ୍ଗୀ କରନ୍ତୁ, ଯିଏ ସମସ୍ତଙ୍କର ବନ୍ଧୁ, ଜଗବନ୍ଧୁ। ଆପଣ ଆଉ ଏକୁଟିଆ ଅନୁଭବ କରିବେନି, କେବେ ଏକୁଟିଆ ଆପଣ ସତେଇବନି।